କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଷ୍ଟିତ ଶିଳ୍ପନଗରୀ ଦାମନଯୋଡ଼ିର ପବିତ୍ର କଳା ଓ ସଂସ୍କୃତିର ମାଟିରେ ଆସନ୍ତା ଏପ୍ରିଲ 3 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା 20ତମ ପଞ୍ଚପଟମାଳୀ ନାଟ୍ୟ ମହୋତ୍ସବର ଅବସରରେ ଓଡ଼ିଶାର ସମସ୍ତ କଳାପ୍ରେମୀଙ୍କୁ ପଞ୍ଚପଟମାଳୀ ନାଟ୍ୟ ମହୋତ୍ସବ ପରିବାର ତରଫରୁ ଅନେକ ଅନେକ ହାର୍ଦ୍ଦିକ ସ୍ୱାଗତ। ଓଡ଼ିଶାର ନାଟ୍ୟ ପରମ୍ପରାକୁ ଆଗକୁ ନେବା ଏବଂ କଳା ସଂସ୍କୃତିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆୟୋଜିତ ଏହି ନାଟ୍ୟ ମହୋତ୍ସବ ଚଳିତ ବର୍ଷ 20 ବର୍ଷରେ ପଦାର୍ପଣ କରୁଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବଛା ବଛା 18ଟି ପ୍ରତିଭାଶାଳୀ ନାଟ୍ୟ ଦଳ ତାଙ୍କର ବଳିଷ୍ଠ ନାଟକ ପ୍ରଦର୍ଶନ କରି ନୂତନ କାହାଣୀ, ସୃଜନଶୀଳ ପ୍ରସ୍ତୁତି ଏବଂ ସାମାଜିକ ସନ୍ଦେଶ ମାଧ୍ୟମରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ। ଏହା ସହିତ ରହିଛି ଉନ୍ମେଷ କାର୍ଯ୍ୟକ୍ରମ, ଯାହା ପାରିପାର୍ଶ୍ୱିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନାଟକ ସହିତ ଯୋଡ଼ିବାର ଏକ ଅଭିନବ କାର୍ଯ୍ୟକ୍ରମ। ନାଟକ ଆଲୋଚନା ଶିବିରରେ ନାଟକ ସମ୍ପର୍କିତ ଆଲୋଚନା, ପ୍ରେକ୍ଷାଳୟ ପରିସରରେ ଆୟୋଜିତ ବାଣିଜ୍ୟ ମେଳା, ଯେଉଁଠାରେ ନାନା ପ୍ରକାର ହସ୍ତଶିଳ୍ପ ଏବଂ ଉତ୍ପାଦ ପ୍ରଦର୍ଶିତ ହେବ ଏବଂ ତା ସହିତ ଖାଦ୍ୟ ମେଳା, ଯେଉଁଠାରେ ଓଡ଼ିଶାର ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ଆପଣମାନେ ମଧ୍ୟ ସ୍ୱାଦ ନେଇପାରିବେ। ଏହା ସହିତ ଏହି ନାଟ୍ୟ ମହୋତ୍ସବ ଟ୍ରାଇବାଲ ଦୃଷ୍ଟି ଟିଭି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ମଧ୍ୟ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି। ଏହା କେବଳ ଏକ ନାଟ୍ୟ ମହୋତ୍ସବ ନୁହେଁ, କଳା ଓ ସଂସ୍କୃତିର ଏକ ମିଳନ ମଞ୍ଚ। ଆପଣମାନଙ୍କର ଯୋଗଦାନ ଏହି ମହୋତ୍ସବକୁ ସଫଳ କରିବ ବୋଲି ଆମେ ଆଶାବାଦୀ। ସମସ୍ତଙ୍କୁ ମୋର ନମସ୍କାର। ଜୟ ଗୁରୁ।